ଆମେ ଆଜି ଦୁଇ ସାଙ୍ଗ ଉଦଳାର ବୁଲୁ ବୁଲୁ ଶୁଣିବାକୁ ପାଇଲୁ ଯେ ଏଠି ଗୋଟେ ଭାଇ ଘୁଗୁନି ଆଉ ଝାଲମୁଢ଼ି ଭଲ ଦିଅନ୍ତି। ଏଇ ବସଷ୍ଟାଣ୍ଡଠୁ ଖାଲି ଟିକେ ଦୂରରେ ତାଙ୍କ ଦୋକାନ, ନହେଲେ ବି ଏଇ ଛକ ପାଖରେ ଦେଖିବେ ଏଇ ଦୋକାନଟି। ତାଙ୍କର ଠେଲା ଗାଡ଼ିରେ ନେଇ ଆସିଛନ୍ତି। ଆମେ ଏଇ ଭାଇଙ୍କ ପାଖକୁ ଯାଇ ଟେଷ୍ଟ କରିବା ଘୁଗୁନି ଆଉ ତାଙ୍କର ଝାଲମୁଢ଼ି। ଆମେ ତ ଯାଇ ଭାଇଙ୍କ ଦୋକାନରେ ପହଞ୍ଚି ସାରିଲୁନି। ଏ ଭାଇ ଦୋକାନରେ ଦିନ 4ଟାରୁ ରାତି 9ଟା ଯାଏଁ ଖୋଲା ରୁହେ। ଆମେ ଭାଇକି ତ ଘୁଗୁନି ମାଗି ଦେଇଛୁ। ଭାଇ ଜଣକ ଏବେ ଘୁଗୁନି ତାଙ୍କର ତିଆରି କରି ଆମକୁ ଦଉଛନ୍ତି। ଦେଖିବା ଖାଇସାରିଲେ ଟେଷ୍ଟ କେମିତି ଅଛି। ଦେଖନ୍ତୁ ଭାଇଙ୍କର ଘୁଗୁନି ତ ଦେଖିବା ପାଇଁ ଠିକ୍ ଅଛି। ଆମେ ଏବେ ଟେଷ୍ଟ କରି ଦେଖିବା କେମିତି ଭାଇଙ୍କର ଘୁଗୁନି। ମୋ ସାଙ୍ଗ ତ ଏତେ ଟେଷ୍ଟ ଥିଲା, ଏଇଟା ପୁରା ଶୀଘ୍ର ଘୁଗୁନିଆ ଖାଇସାରିଲାନି। ଖାଇକି ବି ମୋତେ କହୁଛୁ ବହୁତ ଭଲ ଥିଲା। ମୁଁ ବି ଖାଇ ଦେଖିଲି। ସବୁ ଘୁଗୁନିଠୁ ଯେତେ ଖାଇଛେ ଭାଇଙ୍କର ଘୁଗୁନିଟି ଟିକେ ଟେଷ୍ଟି ଟିକେ ଅଲଗା, ବହୁତ ଭଲ। ତାପରେ ଆମେ ଭାଇ ଜଣକୁ ଝାଲମୁଢ଼ି ମଗେଇଥିଲୁ। ଝାଲମୁଢ଼ିର ବି ଟେଷ୍ଟ ବହୁତ ଭଲ ଥିଲା। ଏଇ ଦୋକାନକୁ କିଛି ଲୋକ ଖାଇବାକୁ ଆସିଥିଲେ, ତାଙ୍କଠୁ ବି ଆମେ ପଚାରିଲୁ। ଲୋକମାନେ ସବୁ କହୁଛନ୍ତି ବହୁତ ଭଲ। ଏଇ ଦୋକାନଟି ବି ଟିକେ ସନ୍ଧ୍ୟା ହେଲେ ବହୁତ ଭିଡ଼ ଲାଗେ ଖାଇବା ପାଇଁ। ଏଇ ଭାଇଙ୍କର ବି କଥାବାର୍ତ୍ତା ବହୁତ ଭଲ।